ତେବେ ମେ ମାସ 18 ତାରିଖ ସୋମବାର ଅର୍ଥାତ୍ ଆଜି ରାଜ୍ୟର 16ଟି ଜିଲ୍ଲାରେ ପ୍ରବଳ ଖରା ହେବ ଆଉ ଗରମ ଗୁଳୁଗୁଳି ହେବ ଆଉ 9ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଅଛି। ତେଣୁ ଏହି 9ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଯେଉଁ ସବୁ 9ଟି ଜିଲ୍ଲାଗୁଡ଼ିକରେ ବର୍ଷା ବିଜୁଳି ସାଙ୍ଗକୁ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 40 କିଲୋମିଟରରୁ 50 କିଲୋମିଟର ବେଗରେ ପବନ ରହିବ, ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଗରମ ଗୁଳୁଗୁଳି ହେବାର ସମ୍ଭାବନା ରହିଅଛି, ଆଉ ଆଜି କେଉଁ ସବୁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ରାଜ୍ୟରେ ପ୍ରବଳ ଖରା ଜାରି ରହିବାକୁ ଥିବାବେଳେ ଆଗାମୀ 2 ଦିନରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ଅନ୍ୟପକ୍ଷେ ସନ୍ଧ୍ୟା ବେଳକୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଅଛି। ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଗରମ ଗୁଳୁଗୁଳି ହେବ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ଝାରସୁଗୁଡ଼ାରେ 41.4 ଡିଗ୍ରୀ, ସମ୍ବଲପୁରରେ 41.4 ଡିଗ୍ରୀ, ସୋନପୁରରେ 40.3 ଡିଗ୍ରୀ, ବଲାଙ୍ଗୀରରେ 40.2 ଡିଗ୍ରୀ, ବରଗଡ଼ରେ 39 ଡିଗ୍ରୀ, କଳାହାଣ୍ଡିରେ 40 ଡିଗ୍ରୀ, ଅନୁଗୁଳରେ 40.1 ଡିଗ୍ରୀ, ନୟାଗଡ଼ରେ 40 ଡିଗ୍ରୀ, ନବରଙ୍ଗପୁରରେ 39 ଡିଗ୍ରୀ, କୋରାପୁଟରେ 38 ଡିଗ୍ରୀ, ନୂଆପଡ଼ାରେ 38 ଡିଗ୍ରୀ, ଖୋର୍ଦ୍ଧାରେ 39 ଡିଗ୍ରୀ, ଭଦ୍ରକରେ 38 ଡିଗ୍ରୀ, ଯାଜପୁରରେ 38.8 ଡିଗ୍ରୀ, ମୟୂରଭଞ୍ଜରେ 39.2 ଡିଗ୍ରୀ, କେନ୍ଦୁଝରରେ 36.8 ଡିଗ୍ରୀ। ଆଉ ଅନ୍ୟପକ୍ଷେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା 9ଟି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି। ଏହି 9ଟି ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 40 କିଲୋମିଟରରୁ 50 କିଲୋମିଟର ରହିବ। ତେଣୁକରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଏବଂ ଆପଣଙ୍କର ଜିଲ୍ଲାରେ ପାଗ କିପରି ରହିଛି କମେଣ୍ଟ କରନ୍ତୁ। ତା ସହିତ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଆଜିକାର ପାଣିପାଗର ଅପଡେଟ୍ ସୂଚନା ଜାଣିପାରିବେ। ରହୁଛି, ଜୟ ଜଗନ୍ନାଥ।